ଶ୍ରବଣ ଶ୍ରବଣ କରିଥିଲେ ହରିନାମର ମହିମାର ସନ୍ଧାନ ଶ୍ରବଣ କରୁଥିଲେ ଯେ ଆମେ ମନକୁ ବିଶ୍ୱାସ କରିପାରିବା ନାହିଁ। କାହିଁକି ନା ମନ କେବେ ବି ଜାଗୃତ ହୁଏନି, ଅର୍ଥାତ ମନ କେବେ ସଚେତ ହୁଏନି ଆତ୍ମାକୁ ଠିକ ସେ ଦିଶା ନିର୍ଦ୍ଦେଶ କରିବା ପାଇଁ। ଆଉ ସବୁବେଳେ ଏଇ କେବଳ ମନ ପାଇଁ ଆମେ ସଂସାରର ବନ୍ଧନ ଭିତରେ ପଡିକି ରହିଛେ। ଯେମିତି ଜଣେ ବ୍ୟଭିଚାରୀ ସ୍ତ୍ରୀ ସରି, ବ୍ୟଭିଚାରୀ ସ୍ତ୍ରୀ ତାର ପୁରୁଷକୁ ଅ, ହତ୍ୟା କରିଦିଏ, ସେମିତି ଜଣେ ଯୋଗୀ ଯଦି ତାର ମନ ଇନ୍ଦ୍ରିୟ ଅସଂଯତ ରହେ ତାହେଲେ ତାର ସମସ୍ତ ପ୍ରକାର ଯୋଗ ସିଦ୍ଧି ଯୋଗ ସାଧନାକୁ ନଷ୍ଟ କରିଦିଏ। ତେଣୁ ସେଥିପାଇଁ ମନ, ଆମେ ଯେତେ ମନ ବିଷୟରେ ଜାଣିବା କି ନାଇଁ ଏ ମନକୁ ଆମେ କେମିତି ଉପେକ୍ଷା କରିପାରିବା, ମନର କାର୍ଯ୍ୟ ପ୍ରଣାଳୀ କଣ ଅଛି, ଆଉ ମନ କୋଉ ଆମେ ଶାସ୍ତ୍ରରେ ପଢୁଛେ ମନର ଦେବତୁଲ୍ୟ ଶକ୍ତି ଅଛି, କୌଣସି ପ୍ରକାରରେ ଏହା ଜୀବକୁ ପ୍ରତିହତ କରିପାରିବ। ମନ ସବୁବେଳେ ଚାହେଁ କି ଆଧ୍ୟାତ୍ମିକ ଜିନିଷରୁ ଆମକୁ ଦୂରେଇକି ନବା ପାଇଁ। କାହିଁକି ନା ମନକୁ ଏ ଭୌତିକ ରସକୁ ଆସ୍ୱାଦନ କରିବା ପାଇଁ ହିଁ ଉତ୍ତମ ଜିନିଷ ଲାଗେ। ବହୁତ ଆନନ୍ଦ ଲାଗେ ଯେତେବେଳେ ବିଭିନ୍ନ ପ୍ରକାର ଦ୍ୱନ୍ଦାତ୍ମକ ସ୍ଥିତିରେ ନିଜକୁ ନିଜେ ଆନନ୍ଦ ପ୍ରାପ୍ତ କରିବା ପାଇଁ ଚାହେଁ ମନ। ତ କେବଳ ଏମିତି ନୁହେଁ କାହାକୁ ଯେତେବେଳେ ସୁଖ ମିଳୁଛି, ମୋର ଏକ୍ଜାମ ଭଲ ହଉଛି, ମୋ ଦେହ ଭଲ ଅଛି, ମୋ ସାଙ୍ଗସାଥି ମାନେ ଭଲ ଅଛନ୍ତି, ହେଲା ଘର ଲୋକ ଭଲ ଅଛନ୍ତି, ତ ମନ ଗୋଟେ ପ୍ରକାର ରସ ଆସ୍ୱାଦନ କରେ। କିନ୍ତୁ ଯେହେତୁ ଆମେ ଜଡ ଜଗତରେ ରହୁଛେ, ସେଥିପାଇଁ ଏଇ ରସ ସବୁବେଳେ ସ୍ଥାୟୀ ନୁହେଁ। ତ ସେଥିପାଇଁ ଅନ୍ୟ ଏକ ରସ ଆସେ ଯାହା ବିପରୀତ ଥାଏ। ଅର୍ଥାତ ମନ ଦୁଃଖ ପାଏ ବିଭିନ୍ନ କାରଣରୁ, କି ଯେମିତି ତାର ବିପରୀତରେ କହିବେ ଘର ଲୋକଙ୍କର ଦେହ ଅସୁସ୍ଥ ଅଛି, କିମ୍ବା ମୋର କାହା ସାଙ୍ଗରେ କଥା ଭଲ ରହୁନି, କି ବିଭିନ୍ନ ପ୍ରକାର ଶାରୀରିକ ମାନସିକ କଷ୍ଟ, ଏସବୁ ଜିନିଷ ଆସେ ତ ମନ ତାକୁ ବି ଆସ୍ୱାଦନ କରେ। ମନ ଦିଟାକୁ ଆସ୍ୱାଦନ କରେ, ମନ କେବଳ ସୁଖ ନୁହେଁ, ମନ କେବଳ ଦୁଃଖ ନୁହେଁ, ସବୁବେଳେ ଚାହେଁ କି ନିଜେ କେନ୍ଦ୍ରବିନ୍ଦୁ ହବା ପାଇଁ, କୃଷ୍ଣଙ୍କ ବ୍ୟତିରେକ ନିଜେ କେନ୍ଦ୍ରବିନ୍ଦୁ ହବା ପାଇଁ। ତେଣୁ ଶକ୍ତିଶାଳୀ ମନ ଭିତରେ ବିଭିନ୍ନ ପ୍ରକାର ଯୋଉ ଆଶାର ଫୁଆରା ଉଠେ, ଦେଖିଥିବ ସମୁଦ୍ରଟେ ଲହରୀ ଉଠୁଛି, ବିଭିନ୍ନ ପ୍ରକାର ଆଶାର ଫୁଆରା ଉଠେ, ଯୋଉ ଫୁଆରାରେ ମନ ବାରମ୍ବାର ବାରମ୍ବାର ସେ ଆଶା ଆଉ ପ୍ରତି ଆଶା ତା ଭିତରେ ସେ ଅନୁବନ୍ଧିତ ହେଇକି ଥାଏ। ବିଭିନ୍ନ ଠାକୁର ଗାଆନ୍ତି ଆଶା ପାଶ ଶତ ଶତ, ଅର୍ଥାତ ଶତ ଶତ ଆଶା ଭିତରେ ସେ ଗୋଟେ ପରେ ଗୋଟେ ସେ ଅଧା ବି ପଡିଥାଉ, ଗୋଟେ ଆଶା ସେ କମ୍ପ୍ଲିଟ କରିଥିବ 70-80% କି 20%, ତାକୁ ଆଉ ଗୋଟେ ଆଶା ଭଲ ଲାଗିବ, ସେଥିରୁ ପଳେଇବ। ତେଣୁ ଭଲ ଆଉ ଖରାପ ଦ୍ୱନ୍ଦରେ ଆନନ୍ଦ ଅନୁଭବ କରେ। ଦ୍ୱନ୍ଦ ଭିତରେ ଯେତେବେଳେ ବିଦ୍ୱେଷ ପଳେଇ ଆସେ, ବିଦ୍ୱେଷ କାହିଁକି? ଦ୍ୱନ୍ଦ ମାନେ ବିପରୀତ ଜିନିଷ, ଏମିତି ସୁଖ ଦୁଃଖ, ହାନି ଲାଭ, ଭଲ ମନ୍ଦ, ଏସବୁ ଦ୍ୱନ୍ଦ। ଦ୍ୱନ୍ଦ କାହିଁକି ନା ଏଇ ଭୌତିକ ଜଗତର ଏଇଟା ନେଚର, କି ଏ ଆମକୁ କେବଳ ଗୋଟିଏ ରସରେ ସ୍ଥିର କରିକି ଦିଏନି, ସବୁବେଳେ ଭିନ୍ନ ଭିନ୍ନ ଏଭର ଚେଞ୍ଜିଂ। ତ ଭିନ୍ନ ଭିନ୍ନ ରସ, ଭିନ୍ନ ଭିନ୍ନ ରସ ମାନେ ବିପରୀତ ରସରେ ଆସେ। କିନ୍ତୁ ବିଦ୍ୱେଷ କାହିଁକି ଆସେ ନା କୃଷ୍ଣଙ୍କ ସହିତ ଆମେ ଯେତେବେଳେ ଦ୍ୱେଷ କରିକି ଏ ଜଗତକୁ ଆସନ୍ତି, ସେତେବେଳେ ଆମେ କେବେ ସ୍ଥାୟୀ ରୁହନ୍ତିନି, ଆମ ହୃଦୟ କେବେ ବି ଶାନ୍ତ ରହେନି, ସବୁବେଳେ ଏ ଦ୍ୱନ୍ଦ ଭିତରେ ମଜିକି ରହିଥାଏ। ପ୍ରଭୁପା ସେଥିପାଇଁ ଲେଖିଛନ୍ତି ଇଚ୍ଛା ଦ୍ୱେଷ ସମୁତ୍ଥେନ ଦ୍ୱନ୍ଦ ମୋହେନ ଭାରତ। ଦ୍ୱନ୍ଦ ମୋହେନ ଭାରତ, ଦ୍ୱନ୍ଦ ଆଉ ମୋହ ଭିତରେ ସେ ବାରମ୍ବାର ପଡିକି ରହିଥାଏ। ତେଣୁ ଶତ୍ରୁ ମିତ୍ର ଏସବୁ କୌଣସି ନିରର୍ଥକ ଜିନିଷ, କିନ୍ତୁ ତାପରେ ଭଲ ମନ୍ଦ ନିରର୍ଥକ ଜିନିଷ। ଏଇଥିପାଇଁ ତ ଭଗବତ ଗୀତାରେ ଭଗବାନ କହିଲେ ଭଲ ଆଉ ମନ୍ଦ ଦିଟା ଯାକ ଏ ଭୌତିକ ଜଗତରେ ହିଁ ମନ୍ଦ। କି ଆମେ ଏଥିପାଇଁ ମାନେ ଭଲ ମନ୍ଦ ଦିଟାକ ଶୁଭାଶୁଭ କର୍ମ ଫଳ ତ୍ୟାଗ କରିବାର ଅଛି, ଶୁଭ ଅଶୁଭ ଦିଟାକ ଆମ ପାଇଁ ଅଶୁଭ। ତେଣୁ ସେଥିପାଇଁ ମନ, ଯେମିତି ମନର ଯୋଉ ଭାବାବେଗ ଥାଏ, ମନର ଆବେଗ ଥାଏ, ତା ମାଧ୍ୟମରେ ମନ ସବୁବେଳେ ଏଇ ସବୁ ଜିନିଷ ପ୍ରତି ପ୍ରଭାବିତ ହବା ପାଇଁ ଚାହେଁ। ଆଉ ଆମ ମନକୁ ସୁରକ୍ଷା ଦେବା କାମ ହେଲା ବୁଦ୍ଧିର। ତେଣୁ ବୁଦ୍ଧି ଯଦି ଲସ୍ଟି ଇଣ୍ଟେଲିଜେନ୍ସ ନ ହେଇକି କୃଷ୍ଣ କନସିୟସ ଇଣ୍ଟେଲିଜେନ୍ସ ହବ, ତାହେଲେ ଆମେ ଏସବୁକୁ ନିୟନ୍ତ୍ରଣ କରିପାରିବା। ଯେମିତି ଲାଷ୍ଟ ଏକ୍ଜାମ୍ପଲ ଦଉଛି କି ଗୋଟେ ଛୋଟ ପିଲା ଅଛି, ତାକୁ ତାଙ୍କ ବାପା କଣ କଲେ, ତାଙ୍କୁ ନେଇକି ଗଲେ ମାର୍କେଟକୁ। ତ ସିଏ କହିଲେ ବାପା ମୁଁ ଏଇ ଗାଡି କିଣିବି, କଣ 4 ଚକିଆ ଗୋଟେ ଗାଡି କିଣିବି। ହେଲା, ତ ଗାଡି ଦୋକାନରେ ପହଞ୍ଚି ଗଲେ, ତାଙ୍କୁ ଭାବ ଭଲ କୋଉଟା ରେଡ କଲର ଗାଡି ପସନ୍ଦ ଅଛି। ହେଲା, ସବୁ ରେଡ କଲର ଅଛି, ୟେଲୋ କଲର ଅଛି, ଗ୍ରୀନ ଅଛି, ବ୍ଲୁ ଅଛି, ସବୁର ଦାମ 4000 ଟଙ୍କା। ଏକ୍ସାମ୍ପଲ 4000 ଟଙ୍କା। ତ ଏବେ
ପିଲା को रेड कलर गाड़ी पसंद हो कि येलो कलर गाड़ी पसंद हो, तो दिटा आग विभिन्न कलर गाड़ी जो गाड़ी पसंद हेଲେ मध्य 4,000 टଙ୍କା बापा को दबाक पड़िବ। बापाଙ୍କର ଏଇ ଯୋଉ ଭିନ୍ନ ଭିନ୍ନ କଲର ରହିଲା, ତ ସେ ଯୋଉ ଦ୍ୱନ୍ଦ ରହିଲା ସେ ଦ୍ୱନ୍ଦ ଉପରକୁ ସେ ଉଠି ଯାଇଛନ୍ତି, ଅର୍ଥାତ ଯୋଉ କଲର ପିଲା ମାଗିବ ମୁଁ ଦେଇଦେବି, ପଇସା ତ ମତେ କେବଳ ଦବାର ଅଛି ନା। ତ ପିଲା ପାଇଁ ଯୋଉଟା ଦ୍ୱନ୍ଦ ଅଛି, ବାପାଙ୍କ ପାଇଁ ସେଟା ଦ୍ୱନ୍ଦ ନାହିଁ, କାହିଁକି ନା ସିଏ କ୍ଲିୟର ଅଛନ୍ତି କି ଯୋଉଟା ବି ପିଲା ଧରିବ ତାର ପେମେଣ୍ଟ କରିକି ମଗିଦେବି। ତ ପିଲା ପାଇଁ ଯୋଉ ଚାଇଲ୍ଡ ଦ୍ୱନ୍ଦ ରହିଲା ତା ଅପେକ୍ଷା ଯୋଉ ବଡ ଲୋକ ଯାଇଥିଲେ ବାପା, ତ ତାଙ୍କର ଦ୍ୱନ୍ଦ ଟା ନାହିଁ। ସେମିତି ବାପାଙ୍କ ପାଇଁ ଯୋଉଟା ଦ୍ୱନ୍ଦ ଥିବ ସେଇଟା ଅବଭିୟସଲି ଯୋଉମାନେ ଭଗବାନଙ୍କର ଭକ୍ତି କରନ୍ତି ସେମାନେ ଏ ଦ୍ୱନ୍ଦରେ ପଡନ୍ତିନି, ବୁଝିଲା। ତେଣୁ ସେଥିପାଇଁ ବାପା ମାଙ୍କ ବି ଗୋଟେ ଲାଗୁଥିବ ଏଇଟା ସୁଖ ଏଇଟା ଦୁଃଖ, ଏଇଟା ହାନି ଲାଭ, କ୍ଷୟ କ୍ଷତି ଯାହା ବି ସବୁ ଦ୍ୱନ୍ଦ ରହିଲା ସେ ଦ୍ୱନ୍ଦରେ ସାଧୁ ମାନେ ଭକ୍ତ ମାନେ ପଡନ୍ତିନି। ତେଣୁ ସେଥିପାଇଁ ରିଏଲିଟି ହେଲା ଆଧ୍ୟାତ୍ମିକ ଜଗତରେ ଥାଏ ଯୋଉଠି କୌଣସି ଦ୍ୱନ୍ଦ ନଥାଏ, କେବଳ ପ୍ରପର ଲେଖିଛନ୍ତି ସ୍ପିରିଚୁଆଲ ୱାର୍ଲଡ ଇଜ ଦ ଆବସଲ୍ୟୁଟ ୱାର୍ଲଡ, ହରିନାମ ମହାମନ୍ତ୍ର ଇଜ ଦ ଆବସଲ୍ୟୁଟ ନେଚର, ଅର୍ଥାତ ସବୁ କିଛି କୁ ପ୍ରକଟ କରିପାରିବ। ନା ଆସନ୍ତୁ ଆମେ ସମସ୍ତେ ଆସନ୍ତୁ ଆମେ ସମସ୍ତେ ଭଗବାନଙ୍କର ନାମ ଉଚ୍ଚାରଣ କରିବା, ତାକି ଦ୍ୱନ୍ଦରୁ ଆମେ ମୁକ୍ତ ହବା ଆଉ ଭଗବତ ଧାମକୁ ଆମେ ଯାଇପାରିବା। ହରେ କୃଷ୍ଣ, ଶିଳ ପ୍ରଭୁପାଦ କି ଜୟ। କୃଷ୍ଣ ମାନେ ठीक है। हरे राम प्रभु की जय, शिल प्रभुपाद की जय, अनंत कोटि वैष्णव वृंद की जय। हरे कृष्ण।